ଲେଖିଦେଲେ ନା ତୋର ଲେଖିଦେଲେ ନା ତୋର ଲେଖିଦେଲେ ନା ତୋର ଲେଖିଦେଲେ ନା ତୋର। ना सेमती तो किसी जना पड़ुनी। मौसा जीवटा देखु भल हो जावा कथा किंतु भल होनी कौन पे मु आ भल ही पारिबिनी डाक्टर बाबू। मु इंजेक्शन दे दूची सब ठीक हो जाओ। मौसा आपण सोई जातु। अच्छा आगरू मु जो औषध देती सब सरलाणी? सरीनी सार। ठीक अच्छे से औषध कंटिन्यू कर। ठीक अच्छे सर। ठीक अच्छे मु ताले आसुची। बापन को देह कौन भल हबनी? भगवान चाहिए सब ठीक हो मौसा आपण एमती भांगी पड़तुनि। भगवान मो पाई निष्ठुर हो जाइछन्ति अनंत। तुम सेमती कहीं भावुच मौसा भगवान को पाखरे तुम तो सेमती किसी अपराध करन आउ तुम से कहीं निष्ठुर सजीव मौसा। मो पाई मो झील केते कष्ट करछि अनंत। मु आ सही पारुनी अनंत। बापा से कर्तव्य करुछि सेटा पुणी कष्ट हम कहीं। देख अनंत से झील पिलाटा झील पिलाटी होई घर संभाळिबा आमर सेवा करबा एवं डाक्तर कथा बुझिबा तोते कौन लागुनी से कष्ट करुछि बोली? कष्ट तो करुछि मौसा हेले ता कष्ट कौन भगवान शुणिबेनी? कौन मु मला परे? मौसा एमिति अशुभ कथा को तुंडरे धरुच कहीं मौसा? सतरे अनंत मु आ जमा भल हेबिनी। केते डाक्तर केते औषध दे दे सेवती मोर विरक्त हो गलानी तथापि मो देहटा टिके भी भल होनी। मते कि रोग ग्रास कला के जानी? झीलटा भी मो चिंतार खाइबा पीवा सब भूली गलानी। पाठ पढ़ुआ छुआटा मौसा तुम जमार चिंता करनी मौसा
ତମେ ଖୁବ୍ ଶୀଘ୍ର ଭଲ ହେଇଯିବ। ଆଉ ସେବତୀ କଥା, ଠିକରେ ସେ ଖିଆପିଆ କରିବ, ମୁଁ ତାକୁ ବୁଝେଇଦେବି। ସେବତୀ, ତୁ ଏଇ ଷ୍ଟେସନରେ ଏଇଠି କଣ କରୁଛୁ? ତତେ ପରା ପଚାରୁଛି, ତୁ ଏ ଷ୍ଟେସନରେ କଣ କରୁଛୁ? ସେବତୀ, ମୁଁ ଜାଣିପାରୁଛି ତୁ ଏ ଷ୍ଟେସନରେ କଣ କରୁଛୁ। ତୁ ଏ ଷ୍ଟେସନରେ କାମ କରୁଛୁ ନା? କଣ ଆଉ କରିଥାନ୍ତି, ମୋ ବାପାଙ୍କୁ ତ ମତେ ବଞ୍ଚେଇବା ପାଇଁ ପଡିବ ନା। ମୋ ବାପାଙ୍କ ଚିକିତ୍ସା ପାଇଁ ତ ଟଙ୍କା ଦରକାର, ମୁଁ କୋଉଠୁ ଆଣିବି? ତା ବୋଲି ତୁ ଆସି ଷ୍ଟେସନରେ କାମ କରିବୁ? କାମ କରିବା ପାଇଁ କଣ ସେମିତି କିଛି ଜାଗା ଦରକାର? ତୁ ପରା ଗୋଟିଏ ଝିଅ ପିଲାଟେ। ଝିଅ ପିଲା ହେଇ ମୋ ବାପାଙ୍କ ଯେତେବେଳେ ସେବା କରିବା ପାଇଁ ସୁଯୋଗ ମିଳିଛି, ମତେ ତ କୌଣସି ଜାଗାରେ କାମ କରିବା ପାଇଁ ପଡିବ ନା। କେତେ ଦିନ ହେଲା ତୁ ଏ ଷ୍ଟେସନରେ କାମ କରୁଛୁ? ବାପାଙ୍କ ଦେହ ଖରାପ ହେଲା ଦିନଠୁ ମୁଁ ଏଠି କାମ କରୁଛି। ଯାହା ବି ରୋଜଗାର କରୁଛି ସବୁ ବାପାଙ୍କ ଚିକିତ୍ସାରେ ଯାଉଛି। ତଥାପି ମୁଁ ବାପାଙ୍କୁ ଭଲ କରିପାରୁନାହିଁ। ତୁ ବ୍ୟସ୍ତ ହନା, ଭଗବାନ ନିଶ୍ଚୟ ତୋ ଡାକ ଶୁଣିବେ। ଧୈର୍ଯ୍ୟ ଧର ସେବତୀ, ସବୁ ଠିକ ହୋଇଯିବ। ବାପାଙ୍କୁ ଭଲ କରିବା ପାଇଁ ଝିଅଟି କେତେ କଷ୍ଟ କରୁଛି, ସତରେ କଣ ଭଗବାନ ଦେଖୁନାହାନ୍ତି? ଭଗବାନ ଏତେ ନିଷ୍ଠୁର ନୁହନ୍ତି ସେବତୀ। ତୁ ଦେଖିବୁ, ଭଗବାନ ଖୁବ୍ ଶୀଘ୍ର ତୋ ଡାକ ଶୁଣି ତୋ ବାପାଙ୍କୁ ନିଶ୍ଚୟ ଭଲ କରିଦେବେ। ତୋ ବାପାଙ୍କର ଏମିତି କଣ ହୋଇଛି ଯେ ସେ ଭଲ ହଉନାହାନ୍ତି? ସେ କଥା କେବଳ ଡାକ୍ତର ହିଁ କହିପାରିବେ।
ମୁଁ ବି କିଛି ଜାଣିପାରୁନାହିଁ ଅନନ୍ତ। ସମସ୍ତ ପ୍ରକାର ଟେଷ୍ଟ ସରିଲା ପରେ ଯୋଗେନ୍ଦ୍ର ମଉସାଙ୍କ ଚିକିତ୍ସା କରାଯାଇଛି, ତଥାପି ସେ ଭଲ ହେଉନାହାନ୍ତି କାହିଁକି ମୁଁ କିଛି ଜାଣିପାରୁନାହିଁ। ଦେଖନ୍ତୁ ଡାକ୍ତର ବାବୁ, ଯୋଗେନ୍ଦ୍ର ମଉସାଙ୍କର ସାହା କହିଲେ ତାଙ୍କ ଝିଅ ସେବତୀ। ମୁଁ ଜାଣିଛି ଅନନ୍ତ, ହେଲେ ଆଉ ମୁଁ କ'ଣ କରିପାରିବି? ଆଉ ଟିକେ ଭଲ ଚିକିତ୍ସା କରନ୍ତୁ ଡାକ୍ତର ବାବୁ। ଅନନ୍ତ, ମୁଁ ଯୋଗେନ୍ଦ୍ର ମଉସାଙ୍କ ଚିକିତ୍ସା ମେଡ଼ିକାଲ ସାଇନ୍ସ ଅନୁସାରେ କରିଛି, ଆଉ ମେଡ଼ିକାଲ ସାଇନ୍ସର ସମସ୍ତ ଚିକିତ୍ସା ମୁଁ କରିସାରିଲିଣି। ଡାକ୍ତର ବାବୁ, ଯୋଗେନ୍ଦ୍ର ମଉସାଙ୍କ ଚିକିତ୍ସା ପାଇଁ ତାଙ୍କ ଝିଅ ଯାଇ ଷ୍ଟେସନରେ କାମ କରୁଛି। ସେଦିନ ଷ୍ଟେସନରେ କାମ କରୁଥିବା ଦେଖି ମୋତେ ଭାରି କଷ୍ଟ ଲାଗୁଛି ଡାକ୍ତର ବାବୁ। ହେଲେ ଆଉ ମୁଁ କ'ଣ କରିପାରିବି ଅନନ୍ତ? ମୋ କର୍ତ୍ତବ୍ୟ ମୁଁ କରିସାରିଛି, ଆଉ ବାକି ରହିଲା ଭଗବାନଙ୍କ ଆଶୀର୍ବାଦ। ଆଚ୍ଛା ଡାକ୍ତର ବାବୁ, ଯୋଗେନ୍ଦ୍ର ମଉସାଙ୍କ କ'ଣ ହେଇଛି? ଟେଷ୍ଟରୁ କିଛି ଜଣାପଡ଼ିଲେ ତ ମୁଁ ରୋଗ ଧରିପାରିବି। ତାଙ୍କୁ କେବଳ ଦୁର୍ବଳ ଲାଗୁଛି, ତାଙ୍କୁ ସାଲାଇନ୍ ସହିତ ତାଙ୍କୁ ଭିଟାମିନ୍ ଦିଆ ଚାଲିଛି। ତାଙ୍କ ଝିଅ ଦୁଃଖରେ ଭାଙ୍ଗି ପଡ଼ିଲେଣି, ଜଣାପଡ଼ୁଛି ତା ଦେହ ବି ଦୁର୍ବଳ ହୋଇପଡ଼ିଲାଣି। ଅନନ୍ତ, ତାଙ୍କ ଝିଅକୁ କୁହ ଅଯଥାରେ ସେ ଟେନସନ୍ ନେଉନି। ଟେନସନ୍ ନ ନେଲେ ତାଙ୍କ ବାପାଙ୍କୁ କେମିତି ଭଲ କରିବ ଯେ? ଯାହା ହବ ମୁଁ ବୁଝିବି। ପ୍ଲିଜ୍ ଡକ୍ଟର, ପ୍ଲିଜ୍, ଯାହା ବି ହଉ ଯୋଗେନ୍ଦ୍ର ମଉସାକୁ ଭଲ କରିଦିଅନ୍ତୁ, ନହେଲେ ନିରୀହ ଝିଅ ସେବତୀଟା ବଳି ପଡ଼ିଯାଉଛି। ତମେ ଜମାରୁ ବ୍ୟସ୍ତ ହୁଅ ନା ଅନନ୍ତ, ଏବେ ଯାହା ବି ଖର୍ଚ୍ଚ ହବ ସବୁ ମୁଁ ବୁଝିବି। ଡାକ୍ତର ବାବୁ, ସତରେ ଲୋକମାନେ କହନ୍ତି ଡାକ୍ତର ହେଉଛନ୍ତି ଜିଅନ୍ତା ଭଗବାନ। ଆଜି ଆପଣ ପ୍ରମାଣ କରିଦେଲେ। ତମେ ଭୁଲ କହୁଛ ଅନନ୍ତ। ତମେ ଭୁଲ କହୁଛ ଅନନ୍ତ। ପ୍ରକୃତରେ ରୋଗୀମାନେ ହିଁ ଆମ ଭଗବାନ। ତାଙ୍କୁ ଆମେ ସେବା କଲେ ଅନେକ ଶାନ୍ତି ମିଳିଥାଏ, କାରଣ ମାନବ ସେବା ହିଁ ପ୍ରକୃତରେ ଈଶ୍ୱରଙ୍କ ସେବା କୁହାଯାଏ। ଡାକ୍ତର ବାବୁ, ମୁଁ ଅନେକ ଡାକ୍ତର ଦେଖିଛି, କିନ୍ତୁ ଆପଣଙ୍କ ଭଳି ଭଗବାନ ରୂପୀ ଡାକ୍ତର ମୁଁ ଆଜି ପ୍ରଥମ ଥର ଦେଖିବାକୁ ପାଇଲି। ତମେ ସେମିତି କାହିଁ କହୁଛ ଅନନ୍ତ? ରୋଗୀ ସେବା କରିବା ତ ଆମର ଧର୍ମ। ସାର୍, ଆପଣ କେତେ ମହାନ। ତମେ ଯାଅ ଅନନ୍ତ, ତାଙ୍କ ଝିଅକୁ କହିଦିଅ ସେ ବ୍ୟସ୍ତ ହବନି, ତା ବାପାଙ୍କ ଚିକିତ୍ସା ମୁଁ ସମ୍ପୂର୍ଣ୍ଣ ମାଗଣାରେ କରିଦେବି। ହେଲେ ସେ ଏବେ ଥିବ କୋଉଠି?
ବାପା ବାପା ତମ ଦେହ କେମିତି ଅଛି ବାପା? ତୁ ମୋତେ ଆଗ କହ, ଏ ବଡ଼ ଠାକୁରକୁ ପାଇଲୁ କୋଉଠି? ମୁଁ ତମ ପାଇଁ ଔଷଧ ନେଇ ଫେରୁଥିଲି। ତମ ପାଇଁ ଆଣୁଥିବା ଔଷଧ ସିନା ରାସ୍ତାରେ ପଡ଼ିଗଲା, କିନ୍ତୁ ତା ବଦଳରେ ମୁଁ ଏଇ ବଡ଼ ଠାକୁରଙ୍କୁ ପାଇଗଲି ବାପା। ଆଉ ସେ ବଡ଼ ଠାକୁର ଆଜି ସମ୍ପୂର୍ଣ୍ଣ ମୋତେ ଭଲ କରିଦେଇଛି ମା। ବାପା ତମେ ଠିକ ଅଛ ତ ବାପା? ଆରେ ମା, ମୁଁ ସମ୍ପୂର୍ଣ୍ଣ ଭଲ ହେଇଯାଇଛି ରେ ମା। ଆରେ ମା, ତାଙ୍କରି ହାତରେ ତ ଆମ ଜୀବନ ଡୋରି। ଏଇ ଦେଖୁଛୁ, ତୁ ମୋ ପାଇଁ କେତେ ଡାକ୍ତର ନ କରିଛୁ, କ'ଣ ଔଷଧ ବା ନ ଆଣିଛୁ, ହେଲେ ମୁଁ କ'ଣ ଭଲ ହେଇପାରୁଥିଲି? ବାପା ସବୁ ସେଇ ଜଗା କାଳିଆର ନିର୍ଦ୍ଦେଶରେ ମା। ଚାହିଁଲେ ରଖିବେ, ଚାହିଁଲେ ମାରିବେ। ଏହି ବଡ଼ ଠାକୁର ହିଁ ଆଜି ମୋତେ ଭଲ କରିଦେଇଛନ୍ତି ରେ ମା। ଡାକ୍ତର ବାବୁ, ଜଗନ୍ନାଥଙ୍କ ଦୟାରୁ ଯୋଗେନ୍ଦ୍ର ମଉସା ସମ୍ପୂର୍ଣ୍ଣ ଭଲ ହୋଇଯାଇଛନ୍ତି। କ'ଣ ତମେ କହୁଛ ଅନନ୍ତ? ମୁଁ ସତ କହୁଛି ଡାକ୍ତର ବାବୁ, ସେଇ ବଡ଼ ଠାକୁର ଜଗନ୍ନାଥ ହିଁ ତାକୁ ଭଲ କରିଦେଇଛନ୍ତି। ଶହ ଶହ ରୋଗୀଙ୍କୁ ଭଲ କରୁଥିବା ଏ ପାର୍ଥ ଯୋଗେନ୍ଦ୍ର ମଉସାଙ୍କ ପାଖରେ ହାର ମାନି ଯାଇଥିଲା। ଶେଷରେ ସେଇ ଭଗବାନଙ୍କ ଉପରେ ମୁଁ ବି ଛାଡ଼ି ଦେଇଥିଲି ଅନନ୍ତ। ଯୋଗେନ୍ଦ୍ର ମଉସାଙ୍କୁ ମୁଁ ସମସ୍ତ ପ୍ରକାର ଚିକିତ୍ସା କରିବି, ମୁଁ ଫେଲିୟର ହେଇଯାଇଥିଲି। ଆଉ ଆପଣ ଜାଣିଛନ୍ତି ଡାକ୍ତର ବାବୁ, କୋଉ କଥା? ତାଙ୍କ ଝିଅ ଔଷଧ ନେଇ ଫେରୁଥିବା ବେଳେ ସେ ଗୁଣ୍ଡା ହାବଡ଼ରେ ପଡ଼ିଯାଇଥିଲା। ତମେ କ'ଣ କହୁଛ ଅନନ୍ତ? ଆଉ ସେଇ ଜଗନ୍ନାଥ ହିଁ ତାକୁ ଉଦ୍ଧାର କରିଥିଲେ। କେବଳ ଜଗନ୍ନାଥ ନା, ତାକୁ ଆଉ କୋଉ ଠାକୁର ଉଦ୍ଧାର କରିଥିଲେ? ସେବତୀ ପରା ଜଗନ୍ନାଥଙ୍କୁ ସେଇଥି ପାଇଁ ଘରକୁ ନେଇ ଆସିଛି। ତାମାନେ ପ୍ରଭୁ ଜଗନ୍ନାଥଙ୍କୁ ପାଇଁ ସେବତୀ ଘରକୁ ନେଇ ଆସିଛି? ଏ କଥା ମୁଁ କିନ୍ତୁ ବିଶ୍ୱାସ କରିପାରୁନି। ଜଗନ୍ନାଥଙ୍କୁ ପାଇବା ପରେ ତ ତା ବାପା ଭଲ ହେଇଯାଇଛନ୍ତି ନା। ତାହେଲେ ସେବତୀ କ'ଣ? ଜଗନ୍ନାଥଙ୍କୁ ଘରେ ରଖି ପୂଜା କରୁଛି, ଆଉ ଆଜି ସେବତୀ ଜଗନ୍ନାଥ ମନ୍ଦିର ଯାଇଛି।
ସେବତୀ ତୁ କୁଆଡେ ଯାଇଥିଲୁ? ମନ୍ଦିରକୁ ଯାଇଥିଲି ଜଗାଙ୍କୁ ଦର୍ଶନ କରିବା ପାଇଁ। ଜଗା ତ ତୋ ଘରକୁ ଯାଇଛନ୍ତି, ମନ୍ଦିର ଯିବା କଣ ଦରକାର ଥିଲା ସେବତୀ? ଆରେ ନା ନା, କାହିଁ ଶ୍ରୀମନ୍ଦିର ଆଉ କାହିଁ ଆମ ଗରିବ କୁଡ଼ିଆ। ତଥାପି ବି ତ ଗରିବ କୁଡ଼ିଆରେ ଜଗନ୍ନାଥ ରହିବେ ବୋଲି ଚାଲି ଆସିଛନ୍ତି ନା। ଆରେ ମୁଁ ସିନା କେମିତି ପାଇଗଲି? ମୋ ଘରକୁ କାହିଁକି ଆସିବେ ଯେ? ଦେଖ ସେବତୀ, ଟଙ୍କା ସୁନା ପାଇଥିବା ଆମେ ଜାଣିଛନ୍ତି, କିଏ କେବେ ଠାକୁର ପାଇଥିବା ତୁ ଜାଣିଛୁ? ଆଉ ଯିଏ ବି ପାଇଛନ୍ତି ତାର ମହାଭାଗ୍ୟ ବୋଲି ଜାଣିଥା। ସତରେ ସେବତୀ, ତୋର ମହାଭାଗ୍ୟ ଯେ ତୁ ଆମ ବଡ଼ ଠାକୁର ଜଗନ୍ନାଥଙ୍କୁ ପାଇଛୁ। ତୁ କଣ ଜାଣିପାରୁନୁ ସେଦିନ ତୁ କେତେ ବଡ଼ ବିପଦରୁ ଉଦ୍ଧାର ପାଇଲୁ? କେବଳ ତୋ ପାଖରେ ଜଗନ୍ନାଥ ଥିଲେ ବୋଲି। ଆଉ ଦେଖ, ତୁ ଯେତେବେଳେ ଠାକୁରଙ୍କୁ ତୋ ଘରକୁ ନେଇଗଲୁ, ତୋ ବାପା କେମିତି ଆପେ ଆପେ ଭଲ ହେଇଗଲେ। ମୁଁ ଜାଣିପାରୁଛି ମିଲି, ମୋର ଆଉ ମୋ ବାପାଙ୍କ ଉପରେ ଯାହା ବି ଘଟିଛି କେବଳ ସେଇ ଠାକୁରଙ୍କ ପାଇଁ। ସତରେ ତୁ କେତେ ଭାଗ୍ୟବାନ ସେବତୀ। ତୋ ହାତରେ ଜଗନ୍ନାଥଙ୍କୁ ପାଇଛୁ ବୋଲି ତୋ ଘରକୁ କେମିତି ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଲୋକ ଯାଉଛନ୍ତି। ଆପି ଦୁନିଆରେ ଆଜି ଦୂଷିତ ମାଟିରେ କି ସୁଖ ପାଇବ ତମେ ମୋରି ସାଥିରେ। ବୁଝି ମୁଁ ପାରୁନି ତମ କି କରୁଣା, ମୋ ପାଖକୁ ଆସି ତମେ କଲ ବାଟ ବଣା। କେମିତି ଆସିଲ କି ମାୟା କରିଲ, ଏକିଲିଲା ତମର ମନ କଲମରେ ହୃଦୟ ଭିତରେ ଲେଖିଦେଲି ନା ତୋର, ଲେଖିଦେଲି ନା ତୋର, ଲେଖିଦେଲି ନା ତୋର, ଲେଖିଦେଲି ନା ତୋର, ଲେଖିଦେଲି ନା ତୋର। ଡାକ୍ତର ବାବୁ, ଆପଣ ମଉସା, ଆପଣ ଏବେ ଠିକ୍ ଅଛନ୍ତି ତ? ସବୁ ସେଇ କାଳିଆର ଇଚ୍ଛା ଡାକ୍ତର ବାବୁ। ଆପଣ ଆଉ ଏଇ କାଳିଆ ଠାକୁରଙ୍କ ପାଇଁ ମୁଁ ସମ୍ପୂର୍ଣ୍ଣ ଭଲ ହେଇଯାଇଛି। ନା ମଉସା ନା, ମୁଁ ମୋ କାମ କରିଛି, କିନ୍ତୁ ଏ କାଳିଆ ଠାକୁରଙ୍କ ଆଶୀର୍ବାଦ ନଥିଲେ ଏମିତି ଆଶ୍ଚର୍ଯ୍ୟ ଭାବରେ ଭଲ ହେଇଥାନ୍ତା କେମିତି?
ତାହା ଅବଶ୍ୟ ଠିକ୍, କିନ୍ତୁ ମୋତେ ବଡ଼ ଆଶ୍ଚର୍ଯ୍ୟ ଲାଗୁଛି ଯେ ମୋ ଝିଅ ସେବତୀ ଠାକୁରଙ୍କୁ ପାଇଲା କେମିତି? ଠାକୁରଙ୍କ ଲୀଳା କେବଳ ଠାକୁରଙ୍କୁ ହିଁ ଜଣା ମଉସା। ଆଉ ତୁମ ପାଖରେ ଜଗନ୍ନାଥଙ୍କ ଆଶୀର୍ବାଦ ସମ୍ପୂର୍ଣ୍ଣ ରହିଛି ମଉସା। ଅନନ୍ତ, ଏ ତୁ କ'ଣ କହୁଛୁ? ତୁମେ ଦେଖୁନ ମଉସା, ଏ ଡାକ୍ତରବାବୁ ତୁମ ପାଇଁ କେତେ ଚିକିତ୍ସା ନ କରିଛନ୍ତି। ଶେଷରେ ତାଙ୍କର ଡାକ୍ତରୀ ବିଦ୍ୟା ବି ତମ ପାଖରେ ଫେଲ୍ ମାରିଯାଇଥିଲା ମଉସା। ଆଉ ସେବତୀ ଏ ଠାକୁରଙ୍କୁ ପାଇଲା ପରେ ତୁମେ କେମିତି ଆପେ ଆପେ ଭଲ ହୋଇଗଲ? ହଁ 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 ମଉସା, ଅନନ୍ତ ଠିକ୍ କହୁଛି। ତମ ଝିଅ ସେବତୀ ଭାରି ଭାଗ୍ୟବତୀ ମଉସା। କ'ଣ କହୁଛନ୍ତି ଡାକ୍ତର ବାବୁ? ତା ହୋଇନଥିଲେ ସେ କ'ଣ ଜଗନ୍ନାଥଙ୍କୁ ପାଇପାରିଥାନ୍ତା? ହେଲେ ମୋର ଗୋଟିଏ ଅନୁରୋଧ ମଉସା, ଆପଣ କ'ଣ କହୁଛନ୍ତି ଡାକ୍ତର ବାବୁ? ଯେତେ ବିପଦ ଆସିଲେ ବି ଆପଣ ଠାକୁରଙ୍କୁ ଦୂରେଇ ଦେବେନି, କାରଣ ସେ ତମ ଜୀବନ, ସେ ତମ ଭବିଷ୍ୟତ। ଠାକୁରଙ୍କୁ ଦୂରେଇ ଦେବୁ କେମିତି ଡାକ୍ତର ବାବୁ? ସେଇ ଠାକୁରଙ୍କ ପାଇଁ ଆଜି ମୁଁ ଭଲ ହୋଇଯାଇପାରିଛି ଡାକ୍ତର ବାବୁ। ଆଉ ସବୁଠାରୁ ବଡ଼ କଥା କ'ଣ ଜାଣିଛନ୍ତି ଡାକ୍ତର ବାବୁ? କେଉଁ କଥା? ଯେଉଁ ଦିନଠାରୁ କାଳିଆ ଠାକୁରକୁ ମୋ ଝିଅ ସେବତୀ ପାଇଛି, ସେଇ ଦିନଠାରୁ ସେ ତା ହୃଦୟ ଭିତରେ ନାଁଟି ଲେଖିଦେଇ ସାରିଛି। ତୁ ମୋ ଜୀବନ ଭବିଷ୍ୟତର ସୁନେଲି ସ୍ୱପ୍ନଟିଏ, ତୁ ମୋ ଅନ୍ଧାରର, ତୁ ମୋ ଆଲୋକର ଦୀପ ଶିଖାଟିଏ, ଦେବୁ ମୋ ଜୀବନର ଫୁଲର ଚଲାପଥଟିଏ, ଲେଖିବୁ ମୋ ଜୀବନ କାହାଣୀ। ମୁଁ ଜନ୍ମ ଜନ୍ମ ପାଇଁ ତୋରି ସେବାରେ ରହି ମୋ ହୃଦୟ ଭିତରେ ଲେଖିଦେଲି ନା ତୋର, ଲେଖିଦେଲି ନା ତୋର, ଲେଖିଦେଲି